ଜୟ ଜଗନ୍ନାଥ ସାଙ୍ଗମାନେ। ଥାଲାସେମିଆ ରୋଗ ଗୋଟେ କଣ? ମୁଁ ତ ଜାଣିନି ଆଜ୍ଞା, ଆପଣ ଜାଣିଥିବେ କଣ କହିପାରିବେନି। ଏଇ ଯୋଉ ସ୍କ୍ରିନରେ ଦେଖୁଛନ୍ତି ପିଲାଟିର, ତାକୁ ଥାଲାସେମିଆ ରୋଗ ହୋଇଛି। ତାଙ୍କ ପରିବାର ବହୁତ ଅସହ୍ୟ ହେଇଗଲେଣି, ତାଙ୍କ ପାଖରେ ଟଙ୍କା ନାହିଁ। ଭିଡ଼ିଓଟି କରିଛି ମୁଁ, ମୋ ସାଙ୍ଗ ଆଇଡି ଦେଖୁଥିବେ ୟୁଟ୍ୟୁବର କାବୁ ମହାନ୍ତି, ମୋତେ ବହୁତ ରିକ୍ୱେଷ୍ଟ କରିଥିଲେ ଭିଡ଼ିଓଟି ଟିକେ ମୁଁ ଲେଟ୍ରେ ପୋଷ୍ଟ କଲି, କାହିଁକିନା ମୁଁ ଏ ଭିଡ଼ିଓ କରିପାରିନି। ତ ମୋ ସାଙ୍ଗ କହିଲା ତୁ କର, ତତେ ବହୁତ ସପୋର୍ଟ ମିଳିବ, କିଛି ନହେଲେ ମୁଁ ତତେ କରିବି। ମୁଁ କହିଲି ହଉ ଠିକ୍ ଅଛି, ମୁଁ କରିବି। ଆଉ ସମସ୍ତଙ୍କୁ ଗୋଟିଏ ଅନୁରୋଧ, ଯାହା ପାରୁଛନ୍ତି ଏ ପିଲାଟିକୁ ଦିଅନ୍ତୁ। ତାକୁ ସେଇ ରୋଗ ହେଉଛି ଯାହାକି ଏମିତି ଗୋଟେ ରୋଗ, ଦେହରୁ ବ୍ଲଡ଼ ଶୁଖି ଯାଉଛି। ମୁଁ ତ ଶୁଣିକି ମୋତେ ଆଶ୍ଚର୍ଯ୍ୟ ହେଇଯାଉଛି। ମୁଁ ଏମିତି ବି ଗୋଟେ ରୋଗ ଅଛି। ଆପଣମାନେ ଦେଖୁଛନ୍ତି, ଆମ ଓଡ଼ିଶାର ଯୋଉ ରାଜ୍ୟ ଅଛି, ଯଦି ଟଙ୍କାଟା ଲେଖା ଦିଆ ହୁଅନ୍ତା, ସେ ସୁସ୍ଥ ହେଇକି ଫେରି ପଳେଇ ଆସନ୍ତା। ସୁସ୍ଥ ହେଇକି ତା ଜୀବନ ଆଉ ଥରେ ମୋ ଭଳିଆ ପୁନର୍ଜନ୍ମ ପାଇଯାଆନ୍ତା। ଆମ ଭିତରେ ଯଦି ଟଙ୍କାଟା ଲେଖା ଦିଆ ହୁଅନ୍ତା, ତା ଜୀବନ ଫେରି ପଳେଇ ଆସନ୍ତା। ନିରୀହ ପିଲାଟା ଆଜ୍ଞା, କିଛି କ'ଣ ଜାଣିଛି, ଡକ୍ଟର ମାନଙ୍କ ସହିତ ଖେଳୁଛି। ଆପଣ ଦେଖୁଥିବେ ସ୍କ୍ରିନରେ। ଏମିତି ବେଳେବେଳେ ଦୁଃଖ ଲାଗେ ସାଙ୍ଗମାନେ। ଏ ଯୋଉ ପରିସ୍ଥିତି ଦେଖିଲେ ମୋର 3 ବର୍ଷ ତଳ କଥା ମନେ ପଡ଼ିଯାଉଛି। ତେଣୁକରି ସେ କଥା ଉଠିବାକୁ ଚାହୁଁନି, କି ମୁଁ ଏଠି ପରିପ୍ରକାଶ କରିବାକୁ ଚାହୁଁନି। ତେଣୁକରି ମୋର ଗୋଟେ ଛୋଟିଆ ଅନୁରୋଧ, ଗୁହାରି ସମସ୍ତଙ୍କୁ, ଏ ପିଲାଟିକୁ ତୁରନ୍ତ ଗୋଟେ ସାହାଯ୍ୟ କରନ୍ତୁ, ଟଙ୍କାଟା ଲେଖା ଦିଅନ୍ତୁ। ଜଲ୍ଦି ସୁସ୍ଥ ହେଇକି ପଳେଇ ଆସିବ, ସେ ପୁଣି ତାଙ୍କ ବାପା ମାଙ୍କ ସହିତ ଖେଳିପାରିବ। ଆପଣମାନେ ଜାଣିଛନ୍ତି ଗୋଟେ ମାଆର ପରିସ୍ଥିତି କ'ଣ? ଯେତେବେଳେ ତା ପିଲାଟା ଯାଏ ହସ୍ପିଟାଲ, ତା ମାଆ ସେମିତି ନ ଖାଇ ନ ପିଇ ହସ୍ପିଟାଲରେ ଧାରଣାରେ, ଯେମିତି କହିଲେ ଗୋଟେ ଧାରଣାରେ ଗୋଟେ ଲୋକ ବସେ, ସେମିତି ସେ ବସି ପଡ଼େ। ତେଣୁକରି ଏ ଭିଡ଼ିଓଟା ଦେଖୁଛନ୍ତି, କିଛି କହିବିନି ଆଉ। ଯଦି ଭଲ ଲାଗିଥିବ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ପ୍ରଭୁ ଜଗନ୍ନାଥ ତାର ଜଲ୍ଦି ସୁସ୍ଥ ହେଇ ତାକୁ ନେଇ ଆସନ୍ତୁ। ତାର ଆଶୁ ଆରୋଗ୍ୟ କାମନା କରୁଛି। ଏତିକି କହି ଭିଡ଼ିଓରେ ରହିଲି। ଜୟ ଜଗନ୍ନାଥ। ছোট ছোট